ଭାରତର ସବୁଠୁ ଧନୀ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସମେତ 8 ଜଣଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଆମେରିକାର ଏକ କୋର୍ଟ ଗିରଫ ପରୱାନା ଜାରି କରିଛି। ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ସେୟାର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ। ଆଦାନୀଙ୍କ ବିରୋଧରେ ଗିରଫ ପରୱାନା ଜାରି ହେବା ଖବର ପ୍ରଚାରିତ ହେବା ପରେ ଭାରତୀୟ ସେୟାର ବଜାରରେ ଗୋଟିଏ ଦିନରେ 5,35,000 କୋଟି ଟଙ୍କା ବୁଡ଼ିଯାଇଛି। ଏହା ଆମ ଦେଶର ବାର୍ଷିକ ରକ୍ଷା ବଜେଟ୍ ସହିତ ସମାନ ବୋଲି କୁହାଯାଉଛି। ଏପରିକି ଏହି ଖବର ପ୍ରଚାରିତ ହେବା ପରେ ଭାରତୀୟ ଷ୍ଟକ୍ ମାର୍କେଟ ଗୋଟିଏ ମିନିଟ୍କୁ 115 କୋଟି ଟଙ୍କା କ୍ଷତି ସହୁଥିବା କୁହାଯାଉଛି। ଏଥିସହିତ ଆଦାନୀ ଗ୍ରୁପ୍ ଅଧୀନରେ ଥିବା କମ୍ପାନୀମାନଙ୍କର 2,20,000 କୋଟି ଟଙ୍କାର କ୍ଷତି ଘଟିଛି। ଆମେରିକା କୋର୍ଟର ରାୟ ପ୍ରକାଶ ହେବା ପୂର୍ବରୁ ଆଦାନୀ ଗ୍ରୁପ୍ ଅଧୀନରେ ଥିବା କମ୍ପାନୀମାନଙ୍କର ମାର୍କେଟ ଭ୍ୟାଲ୍ୟୁ 14,31,000 କୋଟି ଥିଲା। ତାହା ଏବେ 12,10,000 କୋଟିକୁ ଖସି ଆସିଛି। ତେବେ ଗୌତମ ଆଦାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି ହୋଇଥିବା ବେଳେ ସମଗ୍ର ବିଶ୍ୱରେ 22ତମ ସ୍ଥାନ ହାସଲ କରିଥିଲେ। ମାତ୍ର ଏବେ ସେ 25ତମ ସ୍ଥାନକୁ ଖସି ଆସିଛନ୍ତି। ଆଦାନୀ ବିରୋଧରେ ଆମେରିକାର ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭାରତରେ ରାଜନୀତି ଜୋର ଧରିଛି। ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଆମେରିକାର ଅଭିଯୋଗ ପରେ ଘଟଣାର ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ତଦନ୍ତ କରୁ ବୋଲି କଂଗ୍ରେସ ଦାବି କରିଛି। ବ୍ୟୁରୋ ରିପୋର୍ଟ, ଜେ ନ୍ୟୁଜ୍।